ଢେଙ୍କାନାଳ ଚାରୋଟି ନାମିଦାମୀ ହୋଟେଲରେ ପୋଲିସର ଚଢ଼ଉ। ଦୁଇ ଯୋଡ଼ା ଅବିବାହିତ ଯୁବତୀ ଓ ଯୁବକ ଅଟକ। ଢେଙ୍କାନାଳ ସହରରେ ଚାରୋଟି ନାମିଦାମୀ ହୋଟେଲରେ ମଙ୍ଗଳବାର ରାତ୍ରି ବିଳମ୍ବିତ ପହରରେ ଅଚାନକ ଚଢ଼ଉ କରି 4 ଜଣ ଯୁବକ ଯୁବତୀଙ୍କୁ ଧରିବାରେ ସକ୍ଷମ ହୋଇଛି। ଏହି 4 ଜଣ ଯୁବକ ଯୁବତୀ ଇନ୍ଦୋଳ କାମାକ୍ଷାନଗରର ବୋଲି ଜଣାପଡ଼ିଛି। ସେମାନେ କେଉଁ ପରିଚୟ ଦେଇ ବହୁଦିନ ଧରି ରହିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। ଢେଙ୍କାନାଳ ପୁରୁଣା ବସ୍ଷ୍ଟାଣ୍ଡ, ଏକ ହୋଟେଲ, ସୂର୍ଯ୍ୟ ହୋଟେଲ, ଶକୁନ୍ତଳା ହୋଟେଲ ଓ ବିଭିନ୍ନ ଗେଷ୍ଟ ହାଉସ୍ରେ ଚଢ଼ଉ କରାଯାଇଥିଲା। ଏସ୍ପି ଜ୍ଞାନରଞ୍ଜନ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ 3ଟି ଟିମ୍ ଗଠନ କରାଯାଇ ଏହି ଚଢ଼ଉରେ ସାମିଲ ହୋଇଥିଲେ। ଏସ୍ଡିପିଓ ବିଭୂତିଭୂଷଣ ମହାପାତ୍ର, ଟାଉନ ଥାନା ଅଧିକାରୀ ରାଜେନ୍ଦ୍ର ମହାପାତ୍ର, ମହିଳା ଇନ୍ସପେକ୍ଟର କଳ୍ପନା ବେହେରା ପ୍ରମୁଖ ଅନ୍ୟାନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ। ହୋଟେଲର ଗାଇଡଲାଇନ୍ ଅନୁଯାୟୀ ନିୟମ ଅନୁଯାୟୀ ରୁମ୍ ବୁକିଂ ଓ ସୁରକ୍ଷା ବ୍ୟବସ୍ଥା ଆଦି କାଗଜପତ୍ର ଯାଞ୍ଚ କରାଯାଇଥିଲା। ଢେଙ୍କାନାଳ ଅଞ୍ଚଳର ବିଭିନ୍ନ ବସ୍ତି ଓ ଆପାର୍ଟମେଣ୍ଟରେ ଦଲାଲମାନଙ୍କ ସହାୟତାରେ ଏହି କାରବାର ଚାଲୁ ରହିଥିବା ଓ ଅଞ୍ଚଳର କିଛି ମହିଳା ଏହି ଦେହ ବ୍ୟବସାୟୀ କାର୍ଯ୍ୟରେ ସମ୍ପୃକ୍ତ ଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। ଏହି ଦଲାଲମାନଙ୍କ ସହାୟତାରେ ଯୁବତୀମାନେ ଭିଡ଼ିଓ କଲିଂ କରି ସ୍ୱର ଓ ଛବି ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। ଢେଙ୍କାନାଳ ଅଞ୍ଚଳର ବହୁ ପ୍ରତିଷ୍ଠିତ ବ୍ୟକ୍ତି ଲକ୍ଷ ଲକ୍ଷ ଟଙ୍କା ହରାଇଥିବା ବେଳେ ବାଙ୍ଗାଲୋରର ଜଣେ ଯୁବକ 70,000 ଟଙ୍କା ଠକେଇ ହୋଇଥିବା ପୋଲିସ ନଜରକୁ ଆସିଛି। ଏନେଇ ପୋଲିସ ପ୍ରତ୍ୟେକ ଦିନ ରାତ୍ରି ବିଳମ୍ବିତ ପ୍ରହରରେ ଅଚାନକ ଚଢ଼ାଉ କରିବ ବୋଲି ସୂଚନା ଦେଇଛନ୍ତି। ବ୍ୟୁରୋ ରିପୋର୍ଟ, ଢେଙ୍କାନାଳ ନ୍ୟୁଜ୍। କିଛି ଏବେ ଯାଏଁ ତ ଆମର ଦେଖିଛୁ ଆମେ 2 ଜଣ କପଲଙ୍କୁ ରଖା ହେଇଛି। ତାଙ୍କର ଏଜ୍ ସର୍ଟନ୍ କରାହେବ, ତାଙ୍କର ପ୍ୟାରେଣ୍ଟସ୍କୁ ଇନଭଲ୍ଭ କରାଯିବ। ତାପରେ ତାଙ୍କର କ'ଣ 2 ଜଣଙ୍କୁ ଜାଣିଛନ୍ତି, ପରସ୍ପରଙ୍କୁ ଜାଣିଛନ୍ତି ନା ନାହିଁ କି ଅଜଣା, ସେଇଟା ଭେରିଫାଏ କରିକି ତାପରେ ଆମେ ଫର୍ଦର ଆକ୍ସନ୍ ନେବୁ। ସେ ଅନୁସାରେ କେମିତି କ'ଣ ଡକୁମେଣ୍ଟ ରଖୁଥିଲେ ବୋଲି କ'ଣ ଡକୁମେଣ୍ଟ ସେମାନେ ତାଙ୍କର ଆଧାର କାର୍ଡ଼ କିମ୍ବା ପାନ୍ କାର୍ଡ଼ ତ ନୁହଁ ଆଇଡେଣ୍ଟିଟି ପ୍ରୁଫ୍, ଆଧାର କାର୍ଡ଼, ଭୋଟର କାର୍ଡ଼, ପାସପୋର୍ଟ ଏସବୁ ଆମର ପରିଚୟ ପତ୍ର ଅନୁସାରେ ରଖିବା କଥା। କିନ୍ତୁ ଟିକେ ଅନିୟମିତତା ଅଛି ଏଠି। ସେମାନେ ଯେହେତୁ ଠିକ୍ରେ ଭୋଟର କାର୍ଡ଼, ଆଧାର କାର୍ଡ଼ ରଖିନାହାନ୍ତି ତାଙ୍କର, ସେଇଟା ବି ସେ ହୋଟେଲକୁ ଗୋଟେ ନୋଟିସ୍ କରାଯିବ। ଏବଂ ପ୍ରାଥମିକ ଏ ଅନୁସାରେ ଆମେ ପ୍ରଥମେ ଯାଇକି ଏମାନଙ୍କର ଗାର୍ଡ଼ିଆନକୁ ଡକେଇକି ତାଙ୍କର ଏଜ୍ ଭେରିଫାଏ କରାହେବ। ପ୍ଲସ୍ ତାଙ୍କର ଜାଣିଛନ୍ତି ନା ନାହିଁ, ଯଦି ଜାଣିଛନ୍ତି କ'ଣ ତାଙ୍କର ପ୍ୟାରେଣ୍ଟସ୍ ଜାଣିଛନ୍ତି ନା ନାହିଁ ତାଙ୍କ ବିଷୟରେ, ସେସବୁ ଉପରେ ତଦନ୍ତ କରାଯିବ। ସେଇଟା ତ ଏଜ୍ ପ୍ରୁଫ୍ ଆମେ ଏଇ ଆଧାର କାର୍ଡ଼ ଇଜ୍ ନଟ୍ ଏଜ୍ ପ୍ରୁଫ୍ ଫର୍ ଏଜ୍। ତାଙ୍କର ଯେଉଁ ବାର୍ଥ ରେଜିଷ୍ଟର କିମ୍ବା ତାଙ୍କର ଯେଉଁ ସ୍କୁଲ ଆଡ଼ମିସନ୍ ରେଜିଷ୍ଟର ଏସବୁ ଆଣିକି ତାଙ୍କର ବାର୍ଥ ସାର୍ଟିଫିକେଟ୍ ଏସବୁ ମଗେଇକି ତାଙ୍କ ପ୍ୟାରେଣ୍ଟସ୍ଙ୍କ ହାତରେ ତାଙ୍କର ଆକ୍ଚୁଆଲ୍ ଡେଟ୍ ଅଫ୍ ବାର୍ଥଟା ଏସର୍ଟନ୍ କରିଲା ପରେ ଆମେ ଆପଣଙ୍କୁ ଜଣାଇବୁ। ଆଜ୍ଞା, ତାଙ୍କୁ ତ ନିଶ୍ଚୟ ଭାବରେ ଆକ୍ସନ୍ ନିଆଯିବ। CCTV ଫୁଟେଜ୍ ଯେଉଁଟା ରହୁଛି, ତାଙ୍କର ଗୋଟେ ରିସେପସନ୍ ରେଜିଷ୍ଟର ଯେଉଁଟା ରହୁଛି, ଗୋଟେ ଷ୍ଟାଣ୍ଡାର୍ଡ଼ ଅପରେଟିଂ ପ୍ରୋସିଜିଓର ରହୁଛି ଯେଉଁଟା ଆମ ହୋଟେଲ ମାନେ ଫଲୋ କରିବା କଥା, ଯେଉଁଟାକି ଅନିୟମିତତା କିଛିଟା ଦେଖାଦେଇଛି, ନିଶ୍ଚିତ ଭାବରେ ଆଗାମୀ ଦିନରେ ତାଙ୍କୁ ନୋଟିସ୍ କରାଯିବ ଏବଂ କିଛି ନିର୍ଦ୍ଦିଷ୍ଟ ସମୟ ଦିଆଯିବ ଏସବୁ SOPକୁ ପାଳନ କରିବା ପାଇଁ। ଯଦି ସେ ମଧ୍ୟରେ ସେମାନେ ଏଇଟା ଠିକ୍ ରୂପରେ ପାଳନ ନ କଲେ ତାପରେ ଫର୍ଦର ଆକ୍ସନ୍ ଏଜ୍ ପର୍ ଲ ନିଆଯିବ। ନା, CCTV କାମ କରୁନି। କିଛିଟା ହୋଟେଲରେ ରିସେପସନ୍ ରେଜିଷ୍ଟର ଠିକ୍ରେ ମେଣ୍ଟେନ୍ କରୁନାହାନ୍ତି, ଆଇଡେଣ୍ଟିଟି ପ୍ରୁଫ୍ ଠିକ୍ରେ ରଖୁନାହାନ୍ତି। ତ ଏସବୁ ନିଶ୍ଚିତ ଭାବରେ ତଦନ୍ତ ଆଗକୁ ନିଆଯିବ। ସବୁ ହୋଟେଲକୁ ନୋଟିସ୍ କରାଯିବ। ଦରକାର ପଡ଼ିଲେ ହୋଟେଲ ସଂଘ ଯେଉଁଟା ଅଛି ତାଙ୍କର ଡାକିକି ତାଙ୍କୁ ଗୋଟେ SOP ଦିଆଯିବ। ଏସବୁ SOP ଫଲୋ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯିବ। ନିର୍ଦ୍ଦିଷ୍ଟ ସମୟ ଦିଆଯିବ ଏ ଭିତରେ ତାକୁ କମ୍ପ୍ଲାଏ କରିବାକୁ। ତାପରେ ଯଦି ସେମାନେ ନ କଲେ ମଧ୍ୟ ତାପରେ ତାଙ୍କ ଏଗେନଷ୍ଟ ଏଜ୍ ପର୍ ଲ ଆଇନ ଅନୁସାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ଆଜି ତ 2ଟା ହୋଟେଲ ଆମର ପ୍ରାଇମେରୀ ଆଜି ଷ୍ଟାର୍ଟ ହେଲା, ଯେଉଁଟା 2ଟା ହୋଟେଲ ଆମେ ଫାଷ୍ଟ ଫେଜ୍ରେ ଚେକ୍ କରିଛୁ। ଫ୍ୟୁଚରରେ ଆଉ ଏଇଟା ରେଗୁଲାର ବେସିସ୍ରେ ଚାଲିବ। ଆପଣମାନେ ଜାଣୁଥିବେ ଆଗକୁ ଆମର ସ୍ୱାଧୀନତା ଦିବସ ଅଛି, କିଛିଟା ଥ୍ରେଟ୍ ବି ଥିବ, କ'ଣ ଥିବ, ଫରେନର୍ସ ଆସିବେ ଭିଜିଟ୍ କରିବାକୁ। ତ ସେସବୁ ପୋଲିସର ଗୋଟେ ଏଇଟା ରୁଟିନ୍ ଚେକଅପ୍ ଅନୁସାରେ ଚାଲିଛି। ଏଇଟା ଆଗକୁ ଆହୁରି ମଧ୍ୟ ସବୁ ହୋଟେଲକୁ କରାଯିବ, ଅନ୍ୟାନ୍ୟ ଢାବା, ଅନ୍ୟ ସ୍ଥାନ ସବୁ ଜାଗାକୁ କରାଯିବ। ଆଜି ତ 2 ଜଣଙ୍କୁ ଧରା ହେଇଛି। ତାଙ୍କର ଡକୁମେଣ୍ଟ ଭେରିଫାଏ କରାଯିବ, ତାଙ୍କ ପ୍ୟାରେଣ୍ଟସ୍କୁ ଇନଭଲ୍ଭ କରାଯିବ। ତାପରେ ତାଙ୍କର ଏସର୍ଟନ୍ ହେଇସାରିଲା ପରେ ସବୁ ତାଙ୍କ ଗାର୍ଡ଼ିଆନକୁ ଡାକି ତାଙ୍କୁ ହ୍ୟାଣ୍ଡ ଓଭର କରାଯିବ। ଏଇଟା ଗୋଟେ ପ୍ରାଥମିକ, ଆପଣ ତ ସବୁ ଜାଣିଛନ୍ତି। ঋতুରଞ୍ଜନ ରାୟ ବୟ ଅଛି, ମାନେ ରୁମ୍ ଫୁମ୍ ସଫା କରୁଛି ଆଉ। ନା, ମୁଁ ରେଜିଷ୍ଟର କରେନି। ମାଲିକ ବୁଢ଼ା ପୁଅ କରେ, ତାଙ୍କ ଦିଲ୍ଲୀପ କରେ, ମୁଁ କିଛି କରେନି। CCTV କାମ କରୁନି, ଲଗେଇନାହାନ୍ତି କ୍ୟାମେରା କାଲି ଲାଗିବ ଆଉ।
ବାକି ଯେଉଁମାନେ ଏଠି ରହିବାକୁ ଆସୁଛନ୍ତି ସେମାନଙ୍କ ଡକୁମେଣ୍ଟ ବି ସବୁ ରଖା ହେଉନି ସଠିକ୍ ଭାବରେ। ସେ ମାଲିକ ପୁଅ ରଖିବେ ମୁଁ ସିଏ ରଖିବା କଥା ଖାତା ଏଣ୍ଟ୍ରି ସିଏ କରୁଛି ମୁଁ ଖାଲି ରୁମ୍ ସଫା କରି ସେତିକି ପୋଲିସ କ'ଣ ଚେକ୍ କଲା କ'ଣ ଦେଖିଲା ଆଧାର କାର୍ଡ଼ ଚେକିଂ କଲେ କାହିଁ ରଖିନା ସେତିକି କେତେ ଜଣଙ୍କୁ ନେଇକରି ଗଲେ 4 ଜଣଙ୍କୁ ସେମାନଙ୍କର କାହିଁକି ରଖା ହେଇନଥିଲା ସମ୍ପୂର୍ଣ୍ଣ ସେ ସକାଳେ ଏଣ୍ଟ୍ରି କରିଥିଲେ ମୁଁ ନଥିଲି ସେ ଏଣ୍ଟ୍ରି କରି ରଖିଛନ୍ତି ଆଧାର କାର୍ଡ଼ ରଖିନାହାନ୍ତି ଜଣଙ୍କ ରଖିଛନ୍ତି ଜଣଙ୍କ ରଖିନାହାନ୍ତି ସିସିଟିଭି କାମ କରୁନି ଆପଣଙ୍କର ମାନେ ସେ କାମ କରୁନି ସେ ନଗିନାହାନ୍ତି ଏକାଠି ରାତିରେ ଶୋଇପଡ଼ିଛନ୍ତି ନଗିନାହାନ୍ତି ସେ